ମୁଁ ସିକନ୍ ଅନୁଗୁଳରୁ ଭିଡ଼ିଓ ବନେଇବା ଆଜି ମୋର 9 ଦିନ ହୋଇଗଲା। ମୁଁ 30 ଦିନର ଚ୍ୟାଲେଞ୍ଜ ନେଇଛି। ଆଜି କ'ଣ ଡ୍ୟୁଟି କଲି ଚାଲ ଦେଖାଉଛି। ମୁଁ ଯେତେବେଳେ ଆସିଲି ସେତେବେଳେ ଲଲିପପ୍ ଅର୍ଡ଼ର ଆସିଥିଲା। ସେତେବେଳେ ଆମର ଲଲିପପ୍ କିଛି ନଥିଲା, ତ ଡେରି ନ କରିକି ମୁଁ ଲଲିପପ୍ ସବୁ ଭାକେଇଦେଲି। ଆଉ କ'ଣ ଅଛି କି ନାହିଁ ସବୁ ଚେକ୍ କଲି। ସେପଟେ ଆମର ଚିକେନ୍ ଝୋଡ଼ା ବସିଥିଲା ବିରିୟାନୀ ପାଇଁ, ସବୁ ଦେଖି ଦୁଖା ଦେଲି ସବୁ ଠିକ୍ ଅଛି ନା ନାହିଁ, କାହିଁକି ନା ଏବେ ବହୁତ ସାରା ଅର୍ଡ଼ର ଅଛି। ଆଉ ଗୋଟେ ଷ୍ଟାଫ୍ ରାଇସ୍ ମାନେ ଏତେ ଗରମ ହେଉଛି ଜମାରୁ ରହି ହେଉନି, ଦେଖିପାରୁଥିବ ପୁରା ନାଲିଆ ପଡ଼ିଗଲାନେ। ତ ସେଥିପାଇଁ ଗୋଟେ ଭଲ ପବନ ମେସିନ୍ ମୋ ପୁଅ ଗୋଟେ ଭାକେଇଛି, ଦେଖିପାରୁଥିବ। ପୁଅ ଟିକେ ଚଲେଇଦେଲୁ, ମେସିନ୍ଟା ଟିକେ ଚଲେଇଦେ, ମାରିଦେ, ପୁରା ଉଡ଼ି ଯାଉଛି। ତ ନିଜକୁ ମାରିଦେ, ତ ନିଜକୁ ମାରେ, ତ ନିଜକୁ ମାରିବ, ମାରିଦେ। ଚାଲ ଆଜି ମୁଁ ତୁମମାନଙ୍କୁ ଦେଖାଉଛି ଆମ ରେଷ୍ଟୁରାଣ୍ଟ। ଆମ ରେଷ୍ଟୁରାଣ୍ଟ କେମିତି ଦେଖାଯାଉଛି, ଯଦି ଭଲ ଲାଗୁଛି ତାହେଲେ ଭାଇ ଗୋଟେ ଭଲ କମେଣ୍ଟ କରିବ। ଏଇଟା ଆମ ରେଷ୍ଟୁରାଣ୍ଟ ଦେଖିପାରୁଥିବ, ଏଇଟା ମୁଁ। ଆଉ କେউ ଯଦି କୋଲ୍ଡ ଡ୍ରିଙ୍କସ୍ ପିଇବା ପାଇଁ ଚାହୁଁଛ ତାହେଲେ ଏଇଟା ଆମର ସବୁ ଆଭେଲେବୁଲ୍ ଅଛି, ଦେଖିପାରୁଥିବ। ମୋ ପଛଆଡ଼େ ସବୁ ମକଟେଲ୍ ବି ଅଛି, ଆଉ ଲାଇଟ୍ କେତେ ସୁନ୍ଦର ଦେଖାଯାଉଛି। ଆଉ ଏଇଟା ହେଉଛି ଆମର ଚିକେନ୍ ଦମ୍ ବିରିୟାନୀ। କେମିତି ହେଇଛି କମେଣ୍ଟ କର।